ବାଲିଆପାଳ ଅନ୍ତର୍ଗତ ବେତଗଡ଼ିଆ ପଞ୍ଚାୟତର ନାରାୟଣପୁର ପନ୍ତା ଗ୍ରାମରେ କଂଗ୍ରେସ ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ବେତଗଡ଼ିଆ ପଞ୍ଚାୟତର କଂଗ୍ରେସ ସଭାପତି ବଳରାମ ଆଦକ ସଭାପତିତ୍ୱ କରିଥିଲେ। ଏହି ମିଶ୍ରଣ ପର୍ବରେ ବସ୍ତା ବାଲିଆପାଳର କଂଗ୍ରେସ ନେତା ବିଜନ ନାୟକ, ବ୍ଲକ ଅଧ୍ୟକ୍ଷା ରଞ୍ଜିତା ନାୟକ, ଦକ୍ଷିଣ ବାଲିଆପାଳର କଂଗ୍ରେସ ନେତା ବଡ଼ା ସରପଞ୍ଚ ଜଗନ୍ନାଥ ବିଶ୍ୱାଳ, ବ୍ଲକ କଂଗ୍ରେସ କମିଟିର ଉପସଭାପତି ସନ୍ନ୍ୟାସୀ ଜେନା, ପଞ୍ଚୁପାଲି ପଞ୍ଚାୟତର ସଦସ୍ୟଙ୍କ ସ୍ୱାମୀ ପାଣ୍ଡବ ଦାସ, ଯୁବନେତା ରବିନାରାୟଣ ମହାନ୍ତି, ବେତଗଡ଼ିଆ ପଞ୍ଚାୟତର ସମିତି ସଦସ୍ୟ ରାଜୀବ ରାୟ, ଚନ୍ଦନ ବିଶ୍ୱାଳ, ଯୁବ କଂଗ୍ରେସ ନିର୍ବାଚନ ମଣ୍ଡଳୀ ସଭାପତି ତୀର୍ଥ କୁମାର ନାଗ, ଶିବ ବାରିକ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିବା ସହିତ କଂଗ୍ରେସ ଦଳରେ ମିଶିଥିବା 15ରୁ ଊର୍ଦ୍ଧ୍ୱ ବିଜେଡି ପରିବାରର ସଦସ୍ୟ ଦଳଙ୍କୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ଭାଗୀରଥ ସାମନ୍ତରାୟ, କାଳୀଚରଣ ହାଜରା, ଭୃଗୁରାମ ଦାସ, ଲକ୍ଷ୍ମୀଧର ଦାସ, ବଳରାମ ସାମନ୍ତରାୟ, ହରେକୃଷ୍ଣ ଦାସ, ଅଜୟ ଗିରି, ତପନ ବାଡ଼ି, ହରିହର ବାରିକ, ମାନଗୋବିନ୍ଦ ପରିଡ଼ା, କାହ୍ନୁଚରଣ ହାଜିରା, ଦେବେନ୍ଦର ବାରିକ ପ୍ରମୁଖ ପରିବାର ଆଜି କଂଗ୍ରେସର ଯୋଗଦାନ କରିଛନ୍ତି। ତେବେ ଗୋଟିଏ ପାର୍ଶ୍ୱରେ ବାଲିଆପାଳ କଂଗ୍ରେସର ଆଗଧାଡ଼ିରେ ନେତୃବୃନ୍ଦ ବିଜେଡି ଦଳରେ ଯୋଗଦାନ କରୁଥିବା ବେଳେ ସାଧାରଣ ଭୋଟର କିନ୍ତୁ କଂଗ୍ରେସ ଦଳ ମୁହାଁ ହୋଇଛନ୍ତି। ବାଲିଆପାଳରୁ ଜ୍ୟୋତିରାଦିତ୍ୟ ପାତ୍ରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।